ବର୍ତ୍ତମାନ କଂଗ୍ରେସ ଆଇସିୟୁ ରେ ବାମ ପଟ ନାକରେ ଡାହାଣ ପଟ ନାକରେ ଡବଲ ଡବଲ ଅକ୍ସିଜେନ ସେ ତା ନଳୀ ଗୁଡା ଲାଗିଛି। ଏଟା କି ନଳୀ ମୁଁ ଜାଣିନି ଲାଗିଛି। ବିଜେଡି ସେଇ ଅବସ୍ଥାକୁ ଯାଉଛି କି? କାହିଁକିନା ବିଜେଡି ଭଲ କରୁଛି, ମାନେ ବିରୋଧୀ ଦଳ ହିସାବରେ ଭଲ, କିନ୍ତୁ କୋଉଠି ନା କୋଉଠି ସଂଗଠନ ଭିତରେ ପାଦରେ ଯିଏ ଅଛି ବମ୍ ବ୍ଲାଷ୍ଟ କରିଦଉଛି, ପେଟରେ ଯିଏ ଅଛି ସେ ଗୋଟେ ବିରାଟ ବଡ କଣ ତା କୁହନ୍ତି, ମାନେ ବିଭିନ୍ନ ପ୍ରକାର ସବୁ ବମ୍ ଲଗେଇ ଫଟେଇ ଦଉଛନ୍ତି, ମାନେ ନିଜ ନିଜ ଭିତରେ ଗୋଷ୍ଠୀ କନ୍ଦଳ। ତେବେ ବିଜେଡି ଏଇଭଳି ଅବସ୍ଥା ରହିଲେ ବିଜେଡି ଆଗାମୀ ଦିନରେ ଆଇସିୟୁରେ ରହିଯିବ ନାଇଁ ତ? କାହିଁକିନା ଏଟା ଡର ଲାଗୁଛି। ପଚାରିବୁ ଏଇଠି ଭାଇନା ଅଛନ୍ତି, ଭାଇ କଣ କହିବେ? ହଁ, ତ ବିଜେଡିରେ ବର୍ତ୍ତମାନ ଯୋଉ ଭଳିଆ ବମ୍ ସବୁ ଫୁଟୁଛି, ଆଗାମୀ ଦିନରେ ବିଜେଡି ରହିବ ନା ରସା ତଳକୁ ଯିବ? ବିଜେଡି ଆଗାମୀ ଦିନରେ ସୁସଂଗଠନ କରି ଆଗାମୀ ଦିନରେ ଆପଣ ଅପେକ୍ଷା କରନ୍ତୁ 6 ମାସ ଭିତରେ ସେ ସରକାର ଗଠନ କରିବ। ଇଏ ଟାଣୁ ସରକାର ଯୋଉ ଅଛି ଇଏ କୌଣସି ଦାୟିତ୍ୱ ନେଇ ପାରୁନି। ଆପଣ ଦେଖନ୍ତୁ ନବୀନ ବାବୁ ଥିଲା ବେଳେ ଯୋଉ ପ୍ରଶାସନ ଭଲ ଥିଲେ, ତାଙ୍କ କଥା କୁହନି। ଆମ ସରକାରର ମୁଖ୍ୟ କିଏ ଥିଲେ? ପାଣ୍ଡିଆନ ବାବୁ ଥିଲେ। ଭୁଲ କଥା। କିଏ କଥା? ଆମେ ତ ଯିଏ ଜାଣୁଛୁ। ଆଚ୍ଛା ଭାଇ, ପାଣ୍ଡିଆନ ବାବୁ ବିଜେଡିର ମୁଖ୍ୟ ନା ନବୀନ ବାବୁ? ପାଣ୍ଡିଆନ ବାବୁ। ଉତ୍ତର କଣ ଦେଖନ୍ତୁ, କିଏ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ମନ୍ତବ୍ୟ ବାହାରିବ। ଆମେ ଓନ୍ଲି ସିଏମ ଆମର ନବୀନ ବାବୁ। ନବୀନ ବାବୁଙ୍କର ସ୍ୱଚ୍ଛ ଶୁଣନ୍ତୁ, ଆମ ଓଡିଶା ନବୀନ ଓଡିଶାରେ ଏବେ ଗଭର୍ଣ୍ଣମେଣ୍ଟ ପାସ୍ କରିଛି। ଆମ ଓଡିଶା ନବୀନ ଓଡିଶାରେ ଦୁର୍ନୀତି ନାହିଁ। ଆପଣ ଦେଖନ୍ତୁ, ଆପଣ ଗୋଟେ ସର୍ଭେ ରିପୋର୍ଟ ଆସିଛି, ଆମ ଓଡିଶା ନବୀନ ଓଡିଶା ଦୁର୍ନୀତି ନାହିଁ। କିନ୍ତୁ ଗୋଟେ ଦୁଃଖର କଥା ଭାଇ, ଯେ ନବୀନ ସରକାର ସମୟରେ 25 ବର୍ଷ ଶାସନ ସମୟରେ ଯେତିକ କୋଟିପତି ବାହାରୁଛନ୍ତି, ପିଅନ କ୍ଲର୍କ ଏଇମାନେ ସବୁ କୋଟିପତି, ବିଲ୍ଡିଂ ଗୁଡା ଦେଖିଲେ ଆପଣ ଟେରାଇ। ଶୁଣନ୍ତୁ, ସେଥିରେ ପ୍ରଶାସନିକ କ୍ଷେତ୍ରରେ କଣ ଅବହେଳା କଣ ଅଛି, ସେଥିପାଇଁ ଆମେ ତାକୁ ନ ଦେଇକିରି ଆମର ସମାଜର କେମିତି ଉନ୍ନତି ହବ, ସାଧାରଣ ଲୋକ ଯେମିତି ଜୀବନ ଯାପନ କରିପାରିବେ, ଆମେ ସେ ହିସାବରେ ଆମେ ବହୁତ କରିଛି। ଏଇଟା ବିଜେଡି ଶୁଣନ୍ତୁ, ବିଜେଡି କରିଛି ବୋଲି ଆଜି ଆପଣ ଏଇ ସିଏନବିଟି ଆମେ ଆଜି ଯୋଉ କାଲି ସକାଳେ ପାଲା ମଣ୍ଡପ ଷ୍ଟାଣ୍ଡରେ ଆମେ ପାଣି ତଳେ ବସୁଥିଲେ, ଆଜି ନବୀନ ବାବୁଙ୍କର ପ୍ରଚେଷ୍ଟାରେ ବା ବିଜେଡି ସରକାର ପ୍ରଚେଷ୍ଟାରେ ଆମେ ଆଜି ଏଠି ବସି ପାରିଛେ। ଆପଣ ମାନେ ବି ଏଠି ବସିକିରି ବି ମିଡିଆକୁ ବାତାବରଣ ଦେଇପାରୁଛନ୍ତି। ଠିକ କହିଥିଲେ ବୋଲି କହି ବଢିଆ କଥା। କିନ୍ତୁ କୋଉଠି ନା କୋଉଠି ବିଜେଡି ହାରିବାର ମୁଖ୍ୟ କାରଣ ପାଣ୍ଡିଆନ ବାବୁକୁ ଇଣ୍ଡିକେଟ କରୁନି ତ? ନାଇଁ, ପାଣ୍ଡିଆନ ବାବୁଙ୍କୁ ଇଣ୍ଡିକେଟ କରୁନି। ପାଣ୍ଡିଆନ ବାବୁଙ୍କର ପ୍ରଶାସନିକ କ୍ଷେତ୍ରରେ ସେ ଜଣେ ଦକ୍ଷ ଲୋକ। ଆମେ ଚିନ୍ତାଧାରା ଭଲ, ଆମର ସମୟ ଅନୁଯାୟୀ କିଏ କୋଉ ନେତୃତ୍ୱ ଦବ ସେଟା ହଉଛି ସମୟର ଖେଳ। ଆମେ କୌଣସି ଲୋକ ଏତେ ନ ହେଇଥାନ୍ତା ତେବେ ସୌଭିକ ବିଶ୍ୱାଳକୁ ଆପଣ ଦେଖନ୍ତୁ, ମାନେ ବହୁତ ବଡ ବଡ ନେତା ବର୍ତ୍ତମାନଙ୍କର ଗତି ଟିକେ ଲାଗୁଛି ବିଜେପି ଆଡକୁ ଢଳିଲା ଭଳି। ଆପଣଙ୍କର ମତ? ଦେଖନ୍ତୁ, ସୌଭିକ ବିଶ୍ୱାଳ ଜଣେ ନେତା ନୁହେଁ, ସେ ସାଧାରଣ ଗୋଟେ ଲୋକ। ଆଜି ପର୍ଯ୍ୟନ୍ତ ତାଙ୍କର ଯେତିକି ରାଜନୈତିକ କ୍ୟାରିୟର ଅଛି ସେ ଲୋକମାନଙ୍କ ସହିତ ଡାଇରେକ୍ଟ ଟଚ୍ କରୁଛନ୍ତି। ତ ବିଜେଡିକୁ କାହିଁକି ବିଜେଡି ହତାଦର କରୁଛି? ବିଜେଡି ଜମା ହତାଦର କରୁନି। ଏଇଟା ବିଜେପି ନେତା ମାନଙ୍କ ସଂସ୍ପର୍ଶ ସବୁବେଳେ ଦେଖନ୍ତୁ, ରାଜନୀତି ଦଳରେ ସେଇଆକୁ କୁହନ୍ତି ରାଜନୀତି। ଯିଏ ରାଜନୀତିର ପ୍ରକୃତ ନେତା ହୁଅନ୍ତି ସବୁ ଆଗରେ ସମାଜକୁ ନେଇକରି କାମ କରେ, କୌଣସି ଦଳଗତ ନିର୍ବିଶେଷରେ। ସେ କୌଣସି ଭାବିବନି ବିଜେପି ଦଳ କି କଂଗ୍ରେସ ଦଳ, ମୋ ନେତୃତ୍ୱ ଶାସନ ଗଦରେ ବସିଲି ମାନେ ମୋର ସମସ୍ତେ ମୋର। ଏଇ ନେତୃତ୍ୱରେ ସୌଭିକ ଭାଇ ଆଜି ଜିତାପତ ଅଛି, ଆଗାମୀ ଦିନରେ ସେ ସବୁଦିନ ପାଇଁ ଜିତାପତ। କିନ୍ତୁ କଥା ଶୁଣିବାକୁ ମିଳୁଛି କିଛି ବିଜେଡି ନେତା ଯୋଉମାନେ ହାରି ଯାଇଥିବା ଏବଂ କିଛି ଜିତିଥିବା ନେତା ମାନଙ୍କ ମଧ୍ୟରେ ଗୋଟେ ଭୁବନେଶ୍ୱର ଗୋଟେ ହୋଟେଲ ଭିତରେ ବୈଠକ ହେଇଥିଲା। ନାଇଁ ଦେଖନ୍ତୁ, ସିଏ ଆକ୍ଚୁଆଲି କିଏ କଣ କହିଦେଲା କିଏ କଣ ନ କଲା ସେଥିରେ ଆମେ ଗୁରୁତ୍ୱ ଦବାନି। ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ଉପରେ ବିଶ୍ୱାସ ରଖେ, ଲୋକଙ୍କ ନାଗି ରହିଛି, ଆଗାମୀ ଦିନରେ ବି ରହିଥିବ। ଏଇଟା ହଉଛି ଦୃଢ ନେତୃତ୍ୱ।